ଜାଣିଛନ୍ତି ମୁଁ କାହିଁକି ହଠାତ୍ ମୋ ବାପ ଘରକୁ ଆସିଯାଇଛି। ପୂର୍ବ ଭିଡ଼ିଓରୁ ତ ଆପଣମାନେ ଜାଣିଥିବେ କି ମୁଁ ବାପ ଘରେ ଅଛି। ମୁଁ ଆସିଛି ଏଇପାଇଁ ଯେ ଆମ ଘରକୁ 8 ବର୍ଷ ପରେ ଗୋଟେ ବହୁତ ବଡ଼ ଖୁସି ଖବରଟେ ଆସିଛି। ଆଉ ମୋ ଭଉଣୀ ମାଆ ହେବାକୁ ଯାଉଛି। ତ ଆଜି ଆମର ଥିଲା ସଦଖିଆ। ଆଉ ଏଇଟା ବୁଧବାର ଦିନ ଆମେ ସମସ୍ତେ ସକାଳୁ ବଡ଼ି ଭୋରୁ ଉଠିକି ସଜବାଜ ହେଇ ଭାର ଥୁର ଧରି ଆମେ ଝିଅ ଘରକୁ ଚାଲିଲୁ। ଆଉ ମୋ ଭଉଣୀର ଶ୍ୱଶୁର ଘର ହେଲା ମେଦିନାପୁର, ବେଙ୍ଗଲ ସେଇଟା। ତ ଆମେ ଦୁଇଟା ଗାଡ଼ି କରିକି ଯାଉଛୁ। ଆମେ ଏଇ ଗାଡ଼ିରେ ହେଉଛି ମାଆ, ମୁଁ ଆଉ ମୋ କାକା ଆଉ ମୋ ପୁଅ ଯାଉଛୁ। ପୁଣି ରାସ୍ତାରୁ ମୋ ଭଉଣୀ ଉଠିବ। ଆଉ ଏଇଟା ଆମର ଗାଡ଼ିରେ ତେଲ ପୁରଉଥିଲେ। ତାପରେ ସବୁ ଭାର ଯାହା ଯାହା ଯିବାର ଥିଲା ଏଠି ସେ ପଛରେ ସବୁ ଭାର ଭର୍ତ୍ତି ହେଲା। ତାପରେ ମୋ ନାନୀ ଆଉ ତାର ଦୁଇ ଝିଅ ଉଠିବାର ଭିଡ଼ିଓଟା ମୁଁ ଆଉ କରିନଥିଲି। ରାସ୍ତାରେ ଯାଉ ଯାଉ ଆମକୁ ପ୍ରଚୁର ଭୋକ ହେଲା। ଆଉ ଗରମ ଗରମ ଛଣାଛଣି ଦେଖିକି ଆମେ ଆଉ କଣ୍ଟ୍ରୋଲ୍ କରିପାରିଲୁନି। ତ ଆମେ ଏଠି ବରା, ପିଆଜି, ସିଙ୍ଗଡ଼ା, ଆଳୁଚପ ଖାଇଲୁ। ଆଉ ବିଶ୍ୱାସ କରନ୍ତୁ ବହୁତ ଲାଜବାବ ଟେଷ୍ଟ ଥିଲା। ଆଉ ଏଇଟା ନା ଦେଉଳି ଛକରେ ଥିଲା। ଏଇସବୁ ଗରମା ଗରମ ଆମେ ଖାଉଥିଲି। ଆଉ ଆଗକୁ ଫୁଲ୍ ଭିଡ଼ିଓ ଅଛି, ଆପଣମାନେ ୱାଚ୍ କରନ୍ତୁ। ପୁରା ଟୋଟାଲ୍ ଗଦଭରା ଏଇ ରସମର ସବୁ କିଛି ଦେଖେଇବି ଆଗକୁ।